ଆଜି ଆମେ ଆଲୋଚନା କରିବା ଫକୀରମୋହନ ସେନାପତିଙ୍କ ମାମୁଁ ଉପନ୍ୟାସଟିକୁ। ତ ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, ଭାଷା ସାହିତ୍ୟର ଜନକ ଫକୀରମୋହନ ସେନାପତି। ସେ ଶ୍ରେଷ୍ଠ ଔପନ୍ୟାସିକ, ବାସ୍ତବ ଜୀବନର କଥାକାର ଓ କବି। ତ ବ୍ୟାସକବି ଫକୀରମୋହନ 1843 ମସିହା ଜାନୁଆରୀ ମାସ 14 ତାରିଖ ମକର ସଂକ୍ରାନ୍ତି ତିଥିରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମରେ ସେ ଭୂମିଷ୍ଠ ହୋଇଥିଲେ। ତାଙ୍କ ପିତା ଲକ୍ଷ୍ମଣ ସେନାପତି ଓ ମାତା ତୁଳସୀ ଦେବୀ। ସେ ମାତ୍ର 1.5 ବର୍ଷ ବୟସରେ ପିତାଙ୍କୁ ଓ 2.5 ବର୍ଷ ବୟସରେ ମାତାଙ୍କୁ ହରାଇ ସେ ବିଧବା ପିତାମହୀ କୁଚିଲା ଦେବୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ। ତାଙ୍କ ପିତୃ ପ୍ରଦତ୍ତ ନାମ ଥିଲା ବ୍ରଜମୋହନ। ସେ ଶୈଶବାବସ୍ଥାରେ ସାଂଘାତିକ ଭାବରେ ରୋଗାକ୍ରାନ୍ତ ହେବାରୁ ତାଙ୍କ ପିତାମହୀ ତାଙ୍କୁ ବାଲେଶ୍ୱର ପୀରଠାରେ ସମର୍ପଣ କରିଦେଇଥିଲେ। ତ ଆରୋଗ୍ୟ ଲାଭ କଲା ପରେ ତାଙ୍କ ପିତାମହୀଙ୍କ ସଂକଳ୍ପ ରକ୍ଷା କରି ପ୍ରତି ମହରମ ତିଥିରେ ତାଙ୍କୁ ଫକୀର ବେଶରେ ସଜ୍ଜିତ ହେବାକୁ ପଡୁଥିଲା ଓ ଏହି କାରଣରୁ ତାଙ୍କ ପିତାମହୀ ତାଙ୍କ ନାମ ରଖିଥିଲେ ଫକୀର। ସେହି ଦିନଠାରୁ ସେ ବ୍ରଜମୋହନ ନାମ ପରିବର୍ତ୍ତେ ଫକୀରମୋହନ ନାମରେ ପରିଚିତ ହେଲେ। ତ ତାଙ୍କ ପିତାମହୀ ତାଙ୍କୁ ମାତ୍ର 13 ବର୍ଷ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେବାରୁ ପରିବାରର ପୋଷଣ ପାଇଁ ସେ କିଛି ଉପାର୍ଜନ ଉଦ୍ଦେଶ୍ୟରେ ଏଣେତେଣେ ସେ ଧାଇଁଲେ। ଫକୀରମୋହନ ଓଝାଲ ସିଲାଇ ହିସାବ ରଖିବା କାର୍ଯ୍ୟରେ ସେ ନିଯୁକ୍ତି କରିଥିଲେ। ସେ ମାସିକ 2.5 ଟଙ୍କା ଦରମାରେ ଶିକ୍ଷକତା କରିଥିଲେ ଓ ପରେ 10 ଟଙ୍କା ଦରମାରେ ମିଶନ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କଲେ। 1916 ମସିହାରେ ସେ ବାମଣ୍ଡା ରାଜଦରବାର ଦ୍ୱାରା ସରସ୍ୱତୀ ଉପାଧିରେ ଭୂଷିତ ହୋଇଥିଲେ ଓ ଶେଷରେ ସେ 1918 ମସିହା ଜୁନ ମାସ 14 ତାରିଖ ପୁଣ୍ୟ ରଜ ସଂକ୍ରାନ୍ତି ତିଥିରେ ଇହଲୀଳା ବା ଇହଧାମ ତ୍ୟାଗ କଲେ। ତ ଫକୀରମୋହନ ସେନାପତି ତାଙ୍କ ଜୀବନକାଳ ମଧ୍ୟରେ ମାତ୍ର 4 ଖଣ୍ଡ ଉପନ୍ୟାସ ଲେଖିଥିଲେ। ତ ଅନେକ ଆଲୋଚକ ତାଙ୍କର ଆତ୍ମଚରିତକୁ ପଞ୍ଚମ ଉପନ୍ୟାସ ଭାବେ ଗ୍ରହଣ କରିଥାନ୍ତି। ତ ଲେଖକଙ୍କ ଉପନ୍ୟାସ ସମୂହ ଓଡ଼ିଆ ଉପନ୍ୟାସ ଜଗତର ହେଉଛି ରତ୍ନମାଳା। ତାଙ୍କ ଉପନ୍ୟାସ ଗୁଡ଼ିକ ହେଲା 6 ମାଣ 8 ଗୁଣ୍ଠ, ମାମୁଁ, ଲଛମା ଓ ପ୍ରାୟଶ୍ଚିତ। ସେ ରାମାୟଣ, ମହାଭାରତ, ଶ୍ରୀମଦ୍ ଭଗବତ ଗୀତା, ଉପନିଷଦ ଇତ୍ୟାଦି ସଂସ୍କୃତ ଗ୍ରନ୍ଥ ଗୁଡ଼ିକର ଓଡ଼ିଆ ରୂପାନ୍ତର କରିଥିଲେ। ତ ତାଙ୍କର ମାମୁଁ ଉପନ୍ୟାସଟି 1913 ମସିହାରେ ପ୍ରକାଶିତ ହୋଇଥିଲା, ଯାହାକି ତାଙ୍କର ଦ୍ୱିତୀୟ ଉପନ୍ୟାସ। ଉତ୍କଳ ସାହିତ୍ୟ ପ୍ରେସରୁ 1906ରୁ 1908 ମସିହା ମଧ୍ୟରେ ତାହା ପ୍ରକାଶ ପାଇଥିଲା। ଏହା ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ। ତ ମାମୁଁ ଉପନ୍ୟାସରେ ସାମାଜିକ ତ୍ରୁଟି ବିଚ୍ୟୁତିର ମୂର୍ତ୍ତିମାନ ବିକାଶ ଘଟିଛି। ଛଳନା ଓ ପ୍ରତାରଣାକୁ ଆଶ୍ରୟ କରି କେତେକ ତଥାକଥିତ ଶିକ୍ଷିତ ଗାଁ ଟାଉଟର ସମାଜରେ ଅନ୍ୟାୟ ଅତ୍ୟାଚାର ଚଳାଇଛନ୍ତି। ନାଜର ନଟବର ଚରିତ୍ର ଏହାର ଜ୍ୱଳନ୍ତ ଉଦାହରଣ। ଓ ନଟବରର ସର୍ବଗ୍ରାସ ନୀତି ଗୋଟାଏ ଗୋଷ୍ଠୀର ପ୍ରତୀକ, କିନ୍ତୁ ସେହି ତଥାକଥିତ ଗୋଷ୍ଠୀ ବେଶୀ ଦିନ ତିଷ୍ଠି ପାରେ ନାହିଁ। ସମୟର ପରିବର୍ତ୍ତନ ସାଙ୍ଗକୁ ସେମାନେ ଶାସ୍ତି ପାଇଛନ୍ତି। ଏହା ହିଁ ମାମୁଁ ଉପନ୍ୟାସର ସଂକ୍ଷିପ୍ତ ବିଷୟବସ୍ତୁ। ତ ଦାଶରଥି ଦାସ କଟକ କିଲଟରୀ ମୁନ୍ସିଖାନାର ମୋହରି ଭାବେ କାର୍ଯ୍ୟ କରନ୍ତି। ତାଙ୍କର 2ଟି ପୁଅ, ବାନମ୍ବର ଓ ନଟବର, ଆଉ ଗୋଟିଏ ଝିଅ ଚାନ୍ଦମଣି। ତାଙ୍କର ସ୍ତ୍ରୀ ମେନକା ଦେ, ସେ ଚିରରୋଗିଣୀ। ତେଣୁ ମେନକାଙ୍କ ବିଧବା ଭଗିନୀ ସରସ୍ୱତୀ ଦାଶରଥି ଦାସଙ୍କ ପରିବାରରେ ରହି ଘର ଚଳାନ୍ତି। 2 ପୁଅଙ୍କ ମଧ୍ୟରେ ନଟବର ଖୁବ୍ ମେଧାବୀ। ସେ ଯଥା ସମୟରେ ଏଣ୍ଟ୍ରାନ୍ସ ପାସ୍ କରି ଗଲା,
କିନ୍ତୁ ବାରମ୍ବାର 8 କ୍ଲାସ୍ ସୁଦ୍ଧା ଟପି ପାରିଲା ନାହିଁ। ତ ଦାଶରଥି ଦାସଙ୍କ ବୟସ ହୋଇଯାଇଥିବାରୁ ସେ ଚାକିରିରୁ ଅବସର ନେଲେ ଓ ଜଞ୍ଜାଳ ଭିତରେ ରହିଲା ଖାଲି ପିଲାମାନଙ୍କର ବିବାହ। ଦାସେ ନିଜ ଉପାର୍ଜନରୁ କିଛି ଜମିବାଡ଼ି କିଣିଥିଲେ ଓ ବାରମ୍ବାର ତାହା ବୁଝାବୁଝି କରି ଗାଁରେ ରହିବା ପାଇଁ ଚାଲିଗଲା। ଯଥା ସମୟରେ ତାର ମଙ୍ଗଳକୃତ୍ୟ କାକଟପୁର ମୌଜାର ବିଶୁ ମହାନ୍ତିଙ୍କ ଝିଅ ଲଳିତା ସାଙ୍ଗରେ ହୋଇଗଲା। ତ ଚାନ୍ଦମଣି ମଧ୍ୟ ବିବାହ ଯୋଗ୍ୟ ହୋଇ ସାରିଥିଲା। ତ ସେ ନରିପୁର ଜିଲ୍ଲାର ଜମିଦାର ଶ୍ରୀ ପ୍ରତାପ ଉଦିତ ମଲ୍ଲ ଉତ୍ତରାୟଙ୍କ ସହିତ ତାର ମଙ୍ଗଳକୃତ୍ୟ ଯଥା ସମୟରେ ହୋଇଗଲା। ତ ସରସ୍ୱତୀ ଦେଇ ବିବାହ ପରେ ଚାନ୍ଦମଣି ସାଙ୍ଗରେ ନରିପୁର ଚାଲିଗଲେ। ଏ ଜଞ୍ଜାଳ ଭିତରେ ରହିଲା ଖାଲି ନଟବରର ବିବାହ। ତ ନଟବର ସେତେବେଳକୁ କଟକ କିଲଟରି ମୁନ୍ସିଖାନାରେ ତଇଜିନି କାମ ଶିଖୁଥାନ୍ତି। ତା ପାଇଁ ବହୁଆଡ଼େ ପାତ୍ରୀ ଖୋଜ ପଡ଼ିଲା। କେଉଁଠି ଘର ଭଲ ତ କେଉଁଠି କନ୍ୟା ଭଲ ନୁହେଁ, କେଉଁଠି କନ୍ୟା ଭଲ ତ କେଉଁଠି ଘର ଭଲ ନୁହେଁ। ଏପଟେ ଯଥାଶୀଘ୍ର ନଟବର ହାତକୁ ଦି ହାତ ନ କଲେ ନ ଚଳେ ଓ ନଟବର ପିଲା ନୁହନ୍ତି, ମୁଣ୍ଡକୁ ହାତ ପାଇଗଲାଣି ତାଙ୍କର। ଦିନେ ଦିନେ ବଜାର ବୁଲି ଫେରୁ ଫେରୁ ଢେର ରାତି ହେଇଯାଏ। ଦାସେ କିଛି କହିଲେ ମୁହେଁ ଠୋ ଠୋ ଜବାବ ଦେଇ ଦିଅନ୍ତି। ଶେଷରେ ଜବାବ ଆସିଲା, ଅସୁରଗଡ଼ିଆ ମୌଜାର ଛକଡ଼ି ପଟ୍ଟନାୟକଙ୍କ ଘର ଯାହା ହେଉ ଯେ କୌଣସି ମତେ ମଙ୍ଗଳକୃତ୍ୟଟା ବଢ଼ାଇ ଦେବା ପାଇଁ। ଦାଶରଥି ଦାସଙ୍କ ଏକା ଜିଦ୍। ତ କୋଷ୍ଠୀ ବୁଝାବୁଝି ହେଲା। କନ୍ୟା କୁଆଡ଼େ ସୁଲକ୍ଷଣୀ ରାଜରାଣୀ ଯୋଗ ଅଛି, ହେଲେ ଦୁଇ ଲୋକଙ୍କର ଅସୁରଗଣ। ତେବେ ଅସୁରଗଣ ମେଲଟା କିଛି ଖରାପ ନୁହେଁ, କିନ୍ତୁ ଜାତକରେ ଗୋଟିଏ ଦୋଷ ଥିଲା। ପଞ୍ଚମ ସ୍ଥାନରେ ମଙ୍ଗଳ, ତାପରେ ପୁଣି ଶନି ଦୃଷ୍ଟି, ମୋଟେ ଏକ ପାଦ ମାତ୍ର ଦୃଷ୍ଟି। ତ ଏଟା ହେଲା ସନ୍ତାନ ପକ୍ଷରେ କଷ୍ଟ, ହେଲେ ସେଟା ସେପରି କିଛି ବଡ଼ କଥା ନୁହେଁ। ପାଠ କହିଛି, ଦାନେ ଦୁର୍ଗତି କ୍ଷୟ ବନ୍ଦାପନା ରାତ୍ରିରେ କିଛି ପ୍ରାୟଶ୍ଚିତ କରିଦେଲେ ସବୁ ଦୋଷ କଟିଯିବ ବୋଲି। କିନ୍ତୁ ଦାସେ ଯେତେବେଳେ ଶୁଣିଲେ ଛକଡ଼ି ପଟ୍ଟନାୟକ ଥିଲେ କେଉଁ ଏକ ଜମିଦାର ଘରେ ପିଆଦା। 4 ବର୍ଷ ହେଲା ସେ ମରିଛନ୍ତି। କନ୍ୟା ଜନନୀ ଆଦ୍ୟାନ୍ନ ବିବର୍ଜିତା, ପୁଣି 18 ବର୍ଷ ଭେଣ୍ଡିଆ ପରି ସେ ଅକ୍ଷର ବିବର୍ଜିତା। ସେତେବେଳେ ଏ ପ୍ରସ୍ତାବରେ ତାଙ୍କର ମନ ଭାଙ୍ଗିଗଲା। କିନ୍ତୁ ନଟବର ଶୁଣିଛନ୍ତି କନ୍ୟାର ରାଜରାଣୀ ଯୋଗ ଅଛି। ଯଦି ବିବାହ ହେବ ତ ସେଇଠି ହେବ, ନହେଲେ ନାହିଁ। ତ ନଟବର ଜିଦ୍ ଦେଖି ଦାଶରଥି ଦାସେ ଅଗତ୍ୟା ସେଇଠି ବିବାହ ପ୍ରସ୍ତାବ ଠିକ୍ କଲେ। ତ କଟକରେ କନ୍ୟାକୁ ତୋଳା କନ୍ୟା କରି କୌଣସି ମତେ ମଙ୍ଗଳକୃତ୍ୟଟା ବଢ଼ିଗଲା। ସାନ ପୁଅର ବିବାହ। ମରିବାର କେତେଦିନ ପରେ ଦାଶରଥି ଦାସଙ୍କର ପରଲୋକ ହୋଇଗଲା ଓ ପିତୃଶ୍ରାଦ୍ଧ ପାଇଁ ନଟବର ସ୍ୱଗ୍ରାମକୁ ଆସିଥିଲେ। ଫେରିଲା ବେଳେ ବହୁ ହଟ ଧରି ବସିଥିଲେ ସାଙ୍ଗରେ କଟକ ଯିବେ, ନହେଲେ ଭୋକରେ ଦୌଡ଼ିନେ ମରିବେ। ଏଠି କେତେ ଗଞ୍ଜଣା, କେତେ ହୀନମାନ। ବୋହୂ ଗୋଟି ଗୋଟି କରି କହି ବସିଲେ। ଶାଶୁ ଭଲ ପାଆନ୍ତି ନାହିଁ, ତୁଚ୍ଛାଟାରେ ଗାଳିଗଞ୍ଜମାନ ଲାଗନ୍ତି। ଭାଇ ବୋଲି ଯାହାକୁ ଭୁଲ ଭାଙ୍ଗି କରି ଗୋଟିଏ କଥା କହିବେ ନା, ନିଆଁ ପାଟି ପାଖ ପଶିବ ନାହିଁ, ଗାଁର କାହାରିକୁ ପାଖ ପୂରାଇ ଦେବ ନାହିଁ, ଆଉ ଖାଇବା କଥା କ'ଣ କହିବେ, ଇତ୍ୟାଦି ଇତ୍ୟାଦି। ତ ଦରିଦ୍ର ନିପୀଡ଼ିତ ଅଭିଜାତ୍ୟ ହୀନ ପରିବାରର ସଂକୀର୍ଣ୍ଣ ପରିବେଷ୍ଟନୀ ଯେଉଁପରି ଭାବରେ ଚରିତ୍ର ଗଠନ କରେ, ଏ କ୍ଷେତ୍ରରେ ମଧ୍ୟ ତାହାର କୌଣସି ବ୍ୟତିକ୍ରମ ହୋଇ ନ ଥିଲା। ବୋହୂର ସନ୍ନିର୍ବଦ୍ଧ ଅନୁରୋଧ ଏଡ଼ାଇ ନ ପାରି ନଟବର ତାଙ୍କୁ ସାଙ୍ଗରେ ଧରି କଟକ ଚାଲି ଆସିଲେ। ତ କଟକରେ ରହିଲେ ନଟବର ସ୍ତ୍ରୀ ବିଶାଖା ଓରଫ ଦେଇ
ଓ ଚିତ୍ରକଳା। ତାଙ୍କୁ ନାଜର ବାବୁଙ୍କର ଦାସୀ କୁହାଯାଇପାରେ ବା ତାଙ୍କୁ ମା ମଧ୍ୟ କୁହାଯାଇପାରେ। ଏଣେ ବିବାହର କିଛି ଦିନ ପରେ ଚାନ୍ଦମଣିର ମୁଣ୍ଡରେ ପଡ଼ିଲା ଅକାଳ ବଜ୍ର। ବାତ କଫ ବେମାରୀରେ ତାଙ୍କ ସ୍ୱାମୀ ଉତ୍ତର ରାୟଙ୍କର ପରଲୋକ ହୋଇଗଲା। ତ ନରିପୁର ଜିଲ୍ଲାର ଉଆସରେ ରହିଲେ ମାତ୍ର 2 ଜଣ ବିଧବା, ସରସ୍ୱତୀ ଓ ଚାନ୍ଦମଣି। ତାଙ୍କ କୋଳରେ 2ଟି ଶିଶୁପୁତ୍ର। ଉତ୍ତର ରାୟଙ୍କ ପରଲୋକ ସମ୍ବାଦ ଶୁଣି କୌଣସି ଉପାୟରେ ନରିପୁର ଜିଲ୍ଲାକୁ ହସ୍ତଗତ କରିବା ପାଇଁ ନଟବର ଦାସେ କଟକରୁ ଧାଇଁ ଆସିଲେ। ସାଙ୍ଗରେ ଆସିଲା ଚିତ୍ରକଳା। ନଟବର ଆଧ୍ୟାତ୍ମିକତାର କେତେ ଅଭିନୟ କଲେ, ଆଖିରୁ କେତେ ଲୁହ ମଧ୍ୟ ବୁହାଇଲେ, ଭୂଇଁରେ କେତେ ମୁଣ୍ଡ କହିଲେ, ହେଲେ କାନ୍ଦି ବସିଲେ ତ ଆଖିରୁ ଲୁହ ସରିବ ନାହିଁ। ଏଣେ କିଲ୍ଟର ସାହେବ ତାଙ୍କୁ କୁଆଡ଼େ ପଠାଇଛନ୍ତି ଜିଲ୍ଲାର ସବୁ ବନ୍ଦୋବସ୍ତ କରି ଫେରିବାକୁ। ପ୍ରଥମେ ବନ୍ଦୋବସ୍ତ ହେଲା ଚାନ୍ଦମଣିଙ୍କର ଯାହା ଅଳଙ୍କାର ଥିଲା ତାକୁ ସବୁ ହେପାଜତ କରି ସିନ୍ଦୁକ ଭିତରେ ରଖିବା। ଆଉ ଗୋଟିଏ ଚାବି ରହିବ ସରକାରୀ ଟ୍ରେଜରୀରେ, ଆଉ ଗୋଟିଏ ଚାବି ରହିବ ସରସ୍ୱତୀ ଦେଈଙ୍କ ହାତରେ। ଏ ବନ୍ଦୋବସ୍ତରେ ଗୋଟିଏ ଅଳଙ୍କାର ପୋଟଲି କୌଣସି ମତେ ଚିତ୍ରକଳାର ହାତ ସଫେଇରେ ବାହାରି ନାଜର ନଟବରଙ୍କ ସାଙ୍ଗରେ କଟକ ଚାଲି ଆସିଲା। ତ ଦ୍ୱିତୀୟ ବନ୍ଦୋବସ୍ତ ହେଲା ନରିପୁର କିଲ୍ଲାକୁ କୌଣସି ମତେ କୋର୍ଟ ଅଫ ୱାର୍ଡସ ନ କରାଇ ଚାନ୍ଦମଣିଙ୍କ ପରିଚାଳନାଧୀନରେ ରଖିବା। କିଲ୍ଲା କୋର୍ଟ ଅଫ ୱାର୍ଡସ ହୋଇଥିଲେ ନଟବରଙ୍କ ଚକ୍ରାନ୍ତ ହୁଏତ ସଫଳ ହୋଇନଥାନ୍ତା। କିଲ୍ଲାଟା ଚାନ୍ଦମଣିଙ୍କ ହାତରେ ରହିଲେ ନଟବର ମାଫଦନାର ସବୁ ଚଳାଇବେ। ତ ଦୀପ ତେଜିଲେ ହାତ ଆଉ କ'ଣ ନୁଖୁରା ରହିବ, ତାହା ହିଁ ମଧ୍ୟ ହେଲା। ତ ନରିପୁର କିଲ୍ଲାଟା ଏକାଥରେ ଆସି ଗଲା ନଟବରଙ୍କ ହାତ ପାହାନ୍ତାକୁ। ତ ଏଣେ ଉଆସର ଅବସ୍ଥା କହିଲେ ନ ସରେ। ପାଣ୍ଡିଆମାନେ ଯାହା ଟଙ୍କା ଆଦାୟ କଲେ ସବୁ ଚାଲିଗଲା କଟକ ନାଜର ନଟବରଙ୍କ ପାଖକୁ। ତ ପ୍ରଜାକୁଳଙ୍କ ଅବସ୍ଥା କହିଲେ ନ ସରେ। କଟକିଆ ପାଣ୍ଡିଆମାନଙ୍କ ଶୋଷଣ ଓ ଜୁଲୁମରେ ସେମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି। ଉଆସ ଭିତରେ ଦୈନିକ ଖର୍ଚ୍ଚ ପାଇଁ ସୁଦ୍ଧା ଟାଣଟୁଣ ଅବସ୍ଥା। ନଟବରଙ୍କ ଟଙ୍କା ପାଇଁ ଯେତେ ଲେଖିଲେ ଜବାବ ମିଳେ, ସେ ଜମିଦାରର ଖଜଣା ଶୁଝୁଛନ୍ତି। ଟଙ୍କା ନାହିଁ, ପ୍ରତିକାର ବା କହିବ କିଏ? ଇତିମଧ୍ୟରେ ନଟବରଙ୍କ ଶାଶୁ ଓ ଶଳା ରାଘବ ଆସି କଟକରେ ରହିଲେ। ଏହି ରାଘବ ଓ ଚିତ୍ରକଳାର ସହାୟତାରେ ଦିନେ ପ୍ରଭାଦୟାଲ ନାମରେ ଜଣେ ଦୁଶ୍ଚରିତ ଶୁଣ୍ଢି ନଟବରଙ୍କ ସିନ୍ଦୁକରେ ଜମାଥିବା ସରକାରୀ ତହବିଲର 5,000 ଟଙ୍କା ସିନ୍ଦୁକରୁ ତାଲା ଭାଙ୍ଗି ଚୋରାଇ ନେଇଗଲା। ଏହିଠାରୁ ଆରମ୍ଭ ହେଲା ନଟବରଙ୍କର ବହୁ ଦୁଷ୍କର୍ମର ଶାସ୍ତି। ତ ସରକାରୀ ତହବିଲ ତୋଷର ଅଭିଯୋଗରେ ତାଙ୍କୁ ଜେଲ୍ ହୋଇଗଲା। ସେହି ଜେଲଖାନା ଭିତରେ ତାଙ୍କର ଆସିଲା ଅତୀତର ବହୁ ଅନ୍ୟାୟ ପାଇଁ ଅନୁଶୋଚନା। ମାତ୍ର ସେତେବେଳକୁ ନେଢ଼ିଗୁଡ଼ କହୁଣୀକୁ ବୋହିଯାଇଥିଲା। ତ ବିଚାରରେ ଚିତ୍ରକଳା ଦୋଷୀ ସାବ୍ୟସ୍ତ ହୋଇ 5 ବର୍ଷର ଓ 200 ଟଙ୍କା ଜୋରିମାନା। ତ ଜୋରିମାନା ନ ଦେଲେ ଆଉ 1 ବର୍ଷର କଠିନ ପରିଶ୍ରମ ସହିତ ଜେଲ୍ ଦଣ୍ଡ ସେ ପାଇଲା। ନଟବର ଜେଲ୍ ଦଣ୍ଡରୁ ମୁକ୍ତି ପାଇଲେ ସତ, ମାତ୍ର ତାଙ୍କ ସମ୍ପତ୍ତିର ସରକାରୀ ତହବିଲର 5,000 ଟଙ୍କା ଆଦାୟ କରିବାର ଆଦେଶ ଦେଲେ। ତ ଜେଲରେ ନଟବର ନିଜର କୃତକର୍ମକୁ ସ୍ୱୀକାର କରି ଅନୁତାପ କରିଛି ଓ ଜମାନବନ୍ଦୀ ଦେଉ ଦେଉ ସେ ପାଗଳ ହୋଇଯାଇଛି। ତ ଏଠାରେ 6 ମାଣ 8 ଗୁଣ୍ଠର ଚରିତ୍ରମାନଙ୍କ ପରେ ମାମୁର ଚରିତ୍ର ସବୁ ଉପନ୍ୟାସରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତ ନଟବର, ଚିତ୍ରକଳା, ବିଶାଖା, ରାଘବ ମହାନ୍ତି, ପ୍ରଭୁଦୟାଲ ପ୍ରଭୃତି ଚରିତ୍ର ଏଥିରେ ସୁନ୍ଦର ଭାବେ ଫୁଟି ଉଠିଛି।
ତ ଅସମ୍ପୂର୍ଣ୍ଣ ଓ କିଛିଟା ଦୋଷ ଦୁର୍ବଳତା ସତ୍ତ୍ୱେ ଉପନ୍ୟାସଟି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି, ଯାହାକି ଏହା ହେଉଛି ଉପନ୍ୟାସ ସାହିତ୍ୟର ଏକ ସଫଳ ସୃଷ୍ଟି।